ସମସ୍ତଙ୍କୁ ବୋଧେ ନମସ୍କାର। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ସକାଳୁ ଉଠି ଜଳଖିଆ ପତ୍ର କରିସାରି ଆମେ ଦେଖିଲୁ କି ଫଟୋ ଫ୍ରେମଟା କେବେଠୁ ଆସିକି ରଖା ହେଇଛି। ଆମେ ତାକୁ କିନ୍ତୁ ଜମା ବି ଲଗଉନଥିଲୁ। ତ ଭାବିଲୁ ଆଜି ହିଁ ଲଗେଇଦବା, ନହେଲେ ଏଇଟା ଏମିତି ହିଁ ପଡିକି ରହିଯିବ। ଆପଣମାନେ ଯେତେବେଳେ ବି ଘରେ ଡ୍ରିଲ୍ କରୁଛନ୍ତି ଏମିତି ଗୋଟେ ଡଷ୍ଟପ୍ୟାନଟେ ତଳେ ଧରି ଦିଅନ୍ତୁ। ତାହେଲେ କଣ ହବ ନା ଆପଣଙ୍କର ଚାରିଆଡେ ଧୂଳି ବି ଉଡିବନି, ଆଉ ଘରଟା ବି ଅପରିଷ୍କାର ହବନି ଯେ ଆପଣଙ୍କୁ ବେଶୀ କଷ୍ଟରେ ତାକୁ ଝାଡୁ କରିବାକୁ ପଡିବ। ସେଇ ଟେକ୍ନିକଟା ଆମେ ସବୁବେଳେ ଆପ୍ଲାଏ କରୁ। ଏଇଠି ଆମେ ଡ୍ରିଲ୍ କରିଦେଲୁ, ତାପରେ ଦେଖନ୍ତୁ ଫଟୋ ଫ୍ରେମଟା ଲାଗିଲା ପରେ କେତେ ବଢିଆ ଦେଖାଯାଉଛି ନା। ଆପଣମାନେ ବି ମତେ କମେଣ୍ଟରେ ଟିକେ ଜଣେଇବେ ଆପଣମାନଙ୍କୁ କେମିତି ଲାଗିଲା। 12ଟା ପାଖାପାଖି ବାଜିଲାନି, ସେଥିପାଇଁ ମୁଁ ଭାବିଲି ଜଲ୍ଦି ଜଲ୍ଦି ଯାଏ ରୋଷେଇ କରେ, ନହେଲେ ରୋଷେଇ ସରୁ ସରୁ ଦିନ 3ଟା ବାଜିଯିବ। ଆଜି ଆମକୁ କୁଆଡେ ଯିବାର ବି ଆଉ ଅଛି। ରୋଷେଇରେ କଣ କଣ ଚାଲିଛି? ଆଜି କିଛି ଏମିତି ମାନେ ସ୍ପେଶାଲ ତ ନାହିଁ। ଆଜି ଭାତ ହେଇଛି ଆଉ କୋଳଥ ଡାଲି। ଏଟା କୋଳଥ ଡାଲି ହେଇଯାଇଛି, ଖାଲି ବଘରା ହବ ଏବେ କୋଳଥ ଡାଲିଟା। ରସୁଣ ଦିଆ ହେଇକି ବଘରା ହବ, ସୋରିଷ ତେଲ ରସୁଣ। ଆଳୁଟା ସିଝେଇଥିଲି, ଆଳୁଟା ଏବେ ବି ଅଛି ଏମିତି ଗରମ ପାଣିରେ ହିଁ ଅଛି। ଆଉ ଅଣ୍ଡା ତରକାରୀଟା ଥିଲା, ତ ସେଇଟା ହିଁ ଖାଇଦବା ମିଶିକି ଆଉ ହେଲା। ହଉ। ଆପଣମାନେ ତ ଶୁଣିଲେ ମୁଁ ଆଜି ଖରାବେଳେ କଣ କଣ ଖାଇବାକୁ କରିଛି। କୋଳଥ ପିଲାଟା ନା ଡାଲିରେ ମୁଁ ପୁରା ଯେମିତି ଦେହରେ ହେଲେ ଯିବ ଟିକେ ଆମ୍ବୁଲ ଏଇନାକା। ପକାଏ, ଏଥିରେ ତାର ଟେଷ୍ଟଟା ବହୁତ ବଢିଯାଏ। ଆଜି ଆମେ 2 ଜଣ ଯାକ ମିଶିକରି ଖାଉଛୁ। ବହୁତ ଭଲ ଲାଗେ ଯୋଉଦିନ ଆମେ 2 ଜଣ ଯାକ ମିଶିକରି ଖାଉ। କଣ ପାଇଁ କି ଅଲଗା ସବୁଦିନ ତ ସ୍ୱାମୀଙ୍କର ଡ୍ୟୁଟି ଥାଏ, ସେ ପଳାନ୍ତି, ଆଉ ମୁଁ ଏକା ଏକା ବସିକି ଖାଏ। କିନ୍ତୁ ଏଠି ଆଜି ଆମେ 2 ଜଣ ମିଶିକି ଖାଉଛୁ, ସେଥିପାଇଁ ବହୁତ ଭଲ ଲାଗୁଥାଏ। ଆଉ ଆମେ 2 ଜଣ ବସିକି ଟିଭି ଦେଖି ଦେଖି ଖାଉ। କୋଉ ଗୋଟେ ମୁଭି ଗୋଟେ ଚଲାଉ, ଆଉ 2 ଜଣ ଯାକ ଦେଖି ଦେଖି ଖାଉ। ସେଥିପାଇଁ ଆପଣ ଦେଖୁଥିବେ ମୋ ମୁଣ୍ଡଟା ସବୁବେଳେ ଉପରେ। ଆଉ କୋଳଥ ଡାଲି ସାଙ୍ଗରେ ଆଳୁ ଚକଟା କାହା କାହାକୁ ଭଲ ଲାଗେ କହିଲେ? ଆମ ଓଡିଆଙ୍କର ଖାଦ୍ୟ ପରିକା ଖାଦ୍ୟ ଏଇ ଦିଲ୍ଲୀ ଲୋକ କେବେ ପାରିବେନି ସତରେ। ମୁଁ ତ ଓଡିଆ ଖାଦ୍ୟ ମାନେ ମୁଁ ଭାବେ କି ଆମେ ପୃଥିବୀର ସବୁଠୁ ଭଲ ଖାଦ୍ୟ ଆମ ଓଡିଆଙ୍କର। ଆଉ ଏଇଟା ମୁଁ ଗୋଟେ ଗିଫ୍ଟ ପ୍ୟାକ୍ କରିବାକୁ ବସିଥିଲି, କଣ ପାଇଁ କି ସନ୍ଧ୍ୟାରେ ଆମେ ଗୋଟେ ଜନ୍ମଦିନକୁ ଯିବୁ। ଏଇଟା ଆମେ ଗୋଟେ ହେଡଫୋନଟେ ଦଉଛୁ ତାଙ୍କୁ, କଣ ପାଇଁ କି ସେ ଝିଅକୁ ଅଲରେଡି 16 ବର୍ଷ ହେଇଛି। ଛୋଟ ଛୁଆ ନୁହଁ, ମାନେ ବର୍ଷକରେ ଯୋଉ ବର୍ଥଡେ ସେଲିବ୍ରେସନ ହୁଏ ସେଇଟା ନୁହଁ। ସେଥିପାଇଁ ଆମେ ଗୋଟେ ହେଡଫୋନଟେ ଦେବୁ ବୋଲି ଭାବିଛୁ। ଆଉ ଏଇ ଗିଫ୍ଟ ପେପରଟା ମୁଁ ଆଣିଛି। ଆପଣମାନଙ୍କୁ କେମିତି ଲାଗୁଛି କହିଲେ? ଘରେ ଗୋଟେ ହ୍ୱାଇଟ କଲରର ଗିଫ୍ଟ ଜରିଟେ ଥିଲା, ପିଲାଟା କିନ୍ତୁ ମତେ ଏଇଟା ବହୁତ ଭଲ 16 ଲାଗିଲା, ଛୁଆ ସେଥିପାଇଁ ନା। ମୁଁ ଏଇଟା କିଣିକି ଆଣିଥିଲି। ଆଉ ଏଇ ଯୋଉ ସେଲୋଟେପ ଲଗେଇବାର ଯନ୍ତ୍ର, ଏଇଟା ତ ପୁରା ବେଷ୍ଟ ଯଦି ଆପଣ ଏକା ଏକା ଗିଫ୍ଟ ପ୍ୟାକିଂ କରୁଛନ୍ତି ତାହେଲେ, ସତରେ ପୁରା। ଆମେ ଗିଫ୍ଟଟା କେବେଠୁ ମାନେ କିଣି ସାରିଲୁନି, କିନ୍ତୁ ପ୍ୟାକିଂଟା ମୁଁ ଆଜି କରୁଛି। ମାନେ ଆଜି ଯିବାର ଅଛି, ମୁଁ ଆଜି ହିଁ ପ୍ୟାକିଂ କରୁଛି। ବାହାଘର ବେଳେ ବାଇଗଣର ଅଭ୍ୟାସଟା ଆମର ଜମା ଗଲାନି। ଏତେ ବଦ ଅଭ୍ୟାସ କିନ୍ତୁ ଯାଉନି, ପୁରା ଜାବୁଡିକି ଧରିଛି ମତେ ସେ। ଗିଫ୍ଟଟା ପୁରା ପ୍ୟାକିଂ ହେଇଯାଇଛି, ବଢ଼ିଆ ହେଲା। ଏ ହେଡ଼ଫୋନର ନା ସେ ଉପରେ ସେଇଟା ଗୋଟେ ଏମିତି ଉଠିଲା ଭଳିଆ ଥିଲା। ସେଇଟା ମୁଁ ଭାବୁଥିଲି କେମିତି କରିବି, କିନ୍ତୁ ପ୍ୟାକିଂ କଲା ପରେ ଭଲ ଦେଖାଯାଉଛି, ମାନେ ଜଣା ପଡ଼ୁନି ନା, ଭଲ ଦେଖାଯାଉଛି। ମୁଁ ସେଦିନ ଯେଉଁ ଡ୍ରେସ୍ଟା ଆଣିଥିଲି, ମୁଁ ଆପଣମାନଙ୍କୁ କହୁଥିଲି, ସେଇ ଡ୍ରେସ୍ଟା ଆଜି ମୁଁ ଗୋଟେ ଜାଗାକୁ ପିନ୍ଧିକି ବାହାରିଛି। ଆକ୍ଚୁଆଲି ଜଣଙ୍କ ବର୍ଥଡେ ଅଛି, ତ ସେଇଟା ମୁଁ ଆଜି ପିନ୍ଧିଛି। ମୁଁ ଆପଣଙ୍କୁ ଆଜି ପୁରା ଲୁକ୍ଟା ଦେଖାଉଛି। ସେଦିନ ତ ମୁଁ ପିନ୍ଧିକି ଦେଖିନଥିଲି, ଆଜି ମୁଁ ପୁରା ଦେଖାଉଛି। ଏଇଟା ମୁଁ ନିଜେ ନିଜେ କ୍ୟାମେରାକୁ ସେଟିଂ କରି କରି ବହୁତ ଭଲରେ ଦେଖେଇବାର ଚେଷ୍ଟା କରୁଥିଲି, କିନ୍ତୁ ଜମା ଦେଖାଗଲାନି। ଦେଖୁଛନ୍ତି ଅଧା ଦେଖାଯାଉଛି, ଗୋଡ ଗୁଡାକ କିଛି ଦେଖାଯାଉନି କି ମୁଁ କେମିତି କଣ ରେଡି ହେଇଛି ବୋଲି। ଓନିଟାକୁ ମୁଁ ଏମିତି ହିଁ ଧରିବି। ଆଉ ଏଇଟା ଭେଲଭେଟର ଡ୍ରେସ୍, ଆଉ ବ୍ଲାକ୍ କଲରଟା ତ ସବୁବେଳେ ବୋଧେ ଭଲ ହିଁ ଦେଖାଯାଏ। ଏଇଟା ଦେଖନ୍ତୁ, ଏଇଟା ମୋର ଫାଇନାଲ ଲୁକ୍। ଏଇଟା ମୋ ସ୍ୱାମୀଙ୍କୁ କହିଲି ଟିକେ ଧରିଦିଅ ଫୋନଟା, ଯେ ମୋର ମାନେ ଭିଡିଓଟା ଭଲ ଭାବରେ ପଳେଇ ଆସିବ, ତ ସେ ଦେଖେଇ ଦେଲେ। ହେଲେ ଦେଖନ୍ତୁ ଏଇଟା ପୁରା ଗୋଡ ଯାଏ ଦେଖାଉଛି। ମୁଁ ଏମିତି ଗୋଟେ ଲୋଫର ଟାଇପର ସୁଜଟେ ପିନ୍ଧିଥିଲି। ଯଦି ଆପଣମାନଙ୍କୁ ଡ୍ରେସଟା ଭଲ ଲାଗୁଛି ମତେ ଯେମିତି ହେଲେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ମୁଁ କେମିତି ଦେଖାଯାଉଛି ସେଇଟା ବି ଜଣାନ୍ତୁ। ଏଇଟା ଯାଇକି ଆମେ ମାନେ ପହଞ୍ଚି ଯାଇଥିଲୁ ସେ ବର୍ଥଡେ ପାର୍ଟିରେ। ସ୍ୱାମୀ ବି ତାଙ୍କୁ ମୁଁ ବହୁତ କଷ୍ଟରେ ଭିଡିଓରେ ଆନେ, ସେ ଆସନ୍ତିନି ଜଲ୍ଦି। ଆଉ ଏଇଟା ସେ ଝିଅର ବର୍ଥଡେ ପାଇଁ ବହୁତ ବଢିଆ ଭାବରେ ସଜେଇଥିଲେ। ଦେଖନ୍ତୁ କେତେ ସୁନ୍ଦର ଡେକୋରେସନ ପୁରା ହେଇଛି। ଏଟା ସେ ଝିଅ, ଏଟା ତାର କେକ୍ କଟିଂ ଟାଇମରେ ସବୁ ଲୋକ ପୁରା ଭିଡ ହେଇଯାଇଥିଲା। ଆଉ ବହୁତ ସୁନ୍ଦର ଦେଖାଯାଉଥିଲା ସେ ନା, ବହୁତ ସୁନ୍ଦର। ତା ନା ଜେନିସ୍, ଆଉ ବହୁତ ସୁନ୍ଦର ଦେଖାଯାଉଥିଲା। ଆଉ ଆମେ ମାନେ ଏଇଟା ଖାଇବା ପିଇବାରେ ଲାଗିଥିଲୁ। ତା କେକ୍ କଟିଂ ସରିଲା ପରେ ହିଁ ଖାଇବା ପିଇବା ଆରମ୍ଭ ହେଲା। ଆଉ ଏଇଟା ସେ ଝିଅର ନା ଛୋଟ ବେଳର ସବୁ ମାନେ ମେମୋରିଜ କୁ ନେଇକରି ଏମାନେ ଗୋଟେ ଭିଡିଓ କରିଥିଲେ। ସେ ଭିଡିଓଟା ଦେଖିକି ସମସ୍ତେ ବହୁତ ଇମୋସନାଲ ବି ହେଇଗଲେ। ଆଉ ଆମର ଖାଇବା କାର୍ଯ୍ୟକ୍ରମ ଚାଲି ହିଁ ଥିଲା।
ଆମ ସାଙ୍ଗରେ ଗୋଟେ ଓଡିଆ ଫ୍ୟାମିଲି ବି ଥିଲେ ସେମାନଙ୍କ ସାଙ୍ଗରେ ସମୟ ଅନୁସାରେ ଆମେ ବହୁତ କ୍ଲୋଜ ହେଇଯାଇଛୁ ସତରେ ଦୂର ରାଜ୍ୟରେ ନିଜ ଲୋକଙ୍କୁ ଦେଖିଲେ ଖୁସି ଅଲଗା ପ୍ରକାର ହେଇଯାଏ ପୁରା ତାପରେ ମେନ୍ କୋର୍ସ ଖାଇବାର ସମୟ ହେଇଯାଇଥିଲା ମେନ୍ କୋର୍ସରେ ତ ଏତେ ଭଲ କି ଭଳି ଆଇଟମ ଥିଲା ଆଉ ସବୁ ଗୁଡାକ ବହୁତ ବଢିଆ ଲାଗୁଥିଲା ଆମେ ମାନେ ତ ଏଠି ଖାଇସାରିଲୁନି ସେଥିପାଇଁ ଆପଣଙ୍କୁ ପ୍ଲେଟ ଗୁଡାକରେ ଖାଦ୍ୟ ଗୁଡାକ ସରିଗଲା ଭଳିଆ ଦେଖାଯାଉଛି ନହେଲେ ବହୁତ ପ୍ରକାର ଖାଇବା ଥିଲା ଆଉ ଆମ ପେଟ ତ ପୁରା ପୁରି ଯାଇଥିଲା ସେ ଷ୍ଟାର୍ଟର ଖାଇକି ଆଉ ଚାଉମିନ ଥିଲା ଯୋଉଟା କି ମୋର ଅଲ୍ ଟାଇମ୍ ଫେଭରେଟ ଖାଇସାରିଲା ପରେ ସମସ୍ତେ ଡାନ୍ସ ଫ୍ଲୋରରେ ବହୁତ ଡାନ୍ସ କଲେ ଆଉ ବହୁତ ଏନ୍ଜୟ ବି କଲେ ଶେଷରେ ଆମେ ମାନେ ଖାଇଲୁ ଗୋଲାପ ଜାମୁ ଆଉ ଗାଜର ହଲୱା ଏପଟେ ଆମ ଓଡିଶା ପରି କ୍ଷୀରି କରନ୍ତିନି ପ୍ରାୟ ସବୁ ଜାଗାରେ ଗାଜର ହଲୱା ମୁଗ ଡାଲ ହଲୱା ଏଇଗୁଡାକ ହିଁ ଥାଏ ତାପରେ ଏତେ ଥଣ୍ଡାରେ ଆମେ ମାନେ ପିଇଲୁ ଗରମ ଗରମ କଫି ୟାର ତ ମଜା ହିଁ ଅଲଗା ଥଣ୍ଡାରେ ଡେରି ହେଇଯାଇଥିଲା ସେଥିପାଇଁ ଆମେ ମାନେ ଜଲ୍ଦି ଜଲ୍ଦି ଘରକୁ ପଳେଇ ଆସିଲୁ ମୁଁ ଏମିତି ଗୋଟେ ହ୍ୱାଇଟ କଲର ବ୍ୟାଗଟେ ଧରିଥିଲି ବାହାରକୁ ଆସିକରି ଆମେ ମାନେ ବହୁତ ମଜା କଲୁ ବହୁତ ଗୋଟେ ଫଟୋ ବି ଉଠେଇଲୁ ସତରେ ନିଜ ଲୋକଙ୍କ ସାଙ୍ଗରେ ସମୟ କେମିତି ବିତିଯାଏ ହସ ଖୁସିରେ ସେଟା ଜମା ବି ଜଣା ପଡେନି ଆଜି ଦିନଟା ଆମକୁ ବହୁତ ଭଲ ଲାଗିଲା ଘରେ ଆସିକି ପହଞ୍ଚିଲୁ ଆଉ ସେମାନେ ଆମକୁ ଗୋଟେ ରିଟର୍ନ ଗିଫ୍ଟ ବି ଦେଇଥିଲେ ରିଟର୍ନ ଗିଫ୍ଟରେ କଣ ଥିଲା ଚାଲନ୍ତୁ ଦେଖିବା ରିଟର୍ନ ଗିଫ୍ଟରେ ସେମାନେ ଦେଇଥିଲେ ଆମକୁ ଗୋଟେ ଫରେରୋ ରୋଜର ଚକୋଲେଟ ଏଇ ଚକୋଲେଟଟା ତ ବହୁତ କଷ୍ଟଲି ଥାଏ ତା ସାଙ୍ଗରେ ଥିଲା ଗୋଟେ ଥ୍ୟାଙ୍କ ୟୁ ନୋଟ କି ଧନ୍ୟବାଦ ଆପଣ ମାନେ ଆମ ଫଙ୍କସନକୁ ଆସିଥିଲେ ବୋଲି ତାପରେ ଦେଇଥିଲେ ଏଇଟା ଗୋଟେ ଗିଫ୍ଟ ଏଇଟା ପ୍ୟାକ୍ ହେଇଥିଲା ଖୋଲିଲେ ଜଣା ପଡିବ ଏଥିରେ କଣ ଅଛି ଖୋଲିକି ଦେଖିଲୁ କି ସେଥିରେ ଗୋଟେ ଷ୍ଟିଲ ଭ୍ୟାକ୍ୟୁମ କପଟେ ଅଛି ଷ୍ଟେନଲେସ୍ ଷ୍ଟିଲର ଆଉ ସେଟା ବଢିଆ ଥିବ କଣ ପାଇଁ କି ଏଥିରେ ତ ମାନେ ପାଣି ଗୁଡାକ ଗରମ ରହେ ବଢିଆ ହେଇଛି ନା ଲେଖା ହେଇଛି ସ୍ୱିଟ ଗ୍ରେଟଫୁଲ ଥ୍ୟାଙ୍କଫୁଲ ବଢିଆ ଲାଗୁଛି କଲରଟା ବି ବହୁତ ସୁନ୍ଦର ହେଇଛି ତାପରେ ଆମେ ଯେତେବେଳେ ଖୋଲିଲୁ ଦେଖିଲୁ ଏଥିରେ ଗୋଟେ ଜାଲି ଟାଇପର ଅଛି ବୋଧେ ଏଇଟା ଚାହା ଫାହା ପାଇଁ ୟୁଜ ହଉଥିବ ପାଣି ବି ଆପଣ ପିଇବା ପାଇଁ ୟୁଜ କରିପାରିବେ ବଢିଆ ଲାଗିଲା ରିଟର୍ନ ଗିଫ୍ଟରେ ବି ସେମାନେ ବହୁତ ଭଲ ଜିନିଷ ଦେଇଛନ୍ତି ଯଦି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ଯେମିତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଲାଇକ ସେୟାର କରିବାକୁ ନ ଭୁଲନ୍ତୁ ଆପଣମାନେ ଭିଡିଓ ତ ଦେଖୁଛନ୍ତି କିନ୍ତୁ ଚ୍ୟାନେଲକୁ ଜମା ବି ସବସ୍କ୍ରାଇବ କରୁନାହାନ୍ତି ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି କି ମତେ ସପୋର୍ଟ କରନ୍ତୁ ଆଜି ପାଇଁ ଏତିକି ଦେଖାହବ ଗୋଟେ ନୂଆ ଭିଡିଓରେ ରହିଲେ ଆଜ୍ଞା ନମସ୍କାର।